ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀ ଡିସେମ୍ବର 25 ତାରିଖରୁ 2014 ମସିହାଠାରୁ ଭାରତରେ ପ୍ରତିବର୍ଷ ସୁଶାସନ ଦିବସ ରୂପେ ପାଳନ କରାଯାଏ। ଆଜି 101ତମ ଜନ୍ମବାର୍ଷିକ ଅବସରରେ ସାରା ଦେଶରେ ଏହି ଦିବସ ପାଳନ କରାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲାର ଖଲିକୋଟଠାରେ ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ବାସଭବନରେ ପାଳନ କରାଯାଇଛି। ବିଧାୟକଙ୍କ ସହ ଅନ୍ୟ ବାଜପେୟୀ ପ୍ରେମୀମାନଙ୍କ ଦ୍ୱାରା ସ୍ୱର୍ଗତ ବାଜପେୟୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେବା ସହ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ଏ ଅବସରରେ ମଣ୍ଡଳ ସଭାପତି ମିଟୁ ସ୍ୱାଇଁ, ପଙ୍କଜ ମାଝୀ, ଶଙ୍କର ପ୍ରସାଦ ନାହକ, ରାଜ୍ୟ ବିଜେପି ଓ ଓବିସି ମୋର୍ଚ୍ଚା ଉପସଭାପତି କାଳୁରାମ ମହାରଣା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପଦ୍ମଚରଣ ସୁବୁଦ୍ଧି, ବିଜେପି ଯୁବନେତା ଅରୁଣ କୁମାର ଖୁଣ୍ଟିଆ, ନିରଞ୍ଜନ ନାୟକ, ସକଳେଶ୍ୱର ଦାସ, ପ୍ରଦୀପ କୁମାର ପଟ୍ଟନାୟକ, ଖଲିକୋଟ ଅଟଳ ଯୁବ ବାହିନୀ ସଂଯୋଜକ ଶୁଭଜିତ କୁମାର, ସରପଞ୍ଚ ମନୋଜ କୁମାର ସେଠୀ, ମିଥୁନ ଖୁଣ୍ଟିଆ, ସମିତି ସଭ୍ୟ ମୁରଲୀ ସାହୁ, ପୂର୍ବତନ ସରପଞ୍ଚ ମନୋଜ କୁମାର ପ୍ରଧାନ, ରବୀନ୍ଦ୍ର ସ୍ୱାଇଁ, ଧନୁରାମ ପ୍ରଧାନଙ୍କ ସହ ଦଳୀୟ କର୍ମକର୍ତ୍ତା ସନ୍ତୋଷ ଗୌଡ଼, ପ୍ରଦୀପ ମୁନି, ହେମନ୍ତ କୁମାର ମହାରଣା, କାର୍ତ୍ତିକ ପ୍ରଧାନ, ଶଙ୍କର ସେଠୀଙ୍କ ସମେତ ବହୁ ବାଜପେୟୀ ପ୍ରେମୀ ଯୋଗ ଦେଇଥିଲେ। ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ବାଜପେୟୀଙ୍କ ଜୀବନୀ ଓ ଦେଶ ପାଇଁ ତାଙ୍କର ଅବଦାନ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ତାଙ୍କରି ଜନ୍ମ ଜୟନ୍ତୀ ତିଥିରେ ଆମର ଭାରତର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏବଂ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କର ନିର୍ଦ୍ଦେଶରେ ଆମେ ଆଜି ପ୍ରତି ନିର୍ବାଚନ ମଣ୍ଡଳୀରେ ତାଙ୍କରି ଜନ୍ମ ଜୟନ୍ତୀ ଆମେ ପାଳନ କରିଛୁ। ସେ ଏକ ଭେଟରାନ୍ ପଲିଟିସିଆନ୍ ଥିଲେ, କରିତ୍କର୍ମା ରାଜନୀତିଜ୍ଞ। ଖଲିକୋଟ ସକଳେଶ୍ୱର ରଥଙ୍କ ରିପୋର୍ଟ, ଏଥର ସମ୍ଭାଳ ଲାଇଭ୍।